ହଁ। ହେମ ଏବେକା ତ ମୁଁ ଖୋଜୁଥିଲି ଭଲ ହେଲା ତମେ କଣ ଆସିଲ। ମ୍ୟାମ ଏତେ ପ୍ରେମ? ପ୍ରେମ ବୋଇଲେ ଚା ଟିକେ ଆଣ ବୋଲିକରି ଖୋଜୁଥିଲି। ବା ସେଇଟା ପାଇଁ ଖୋଜିବ, ଆଉ କିଛି ଦରକାର ନାହିଁ। ବୁଝିଲ, ବର୍ଷା ହଉଛି ତ ଗରମ ବର୍ଷା ଗରମ ଚା ହେଲେ କଣ ଟିକେ ହେଲା, ଗୋଟେ ହେଇଗଲେ। ଇମ୍ପୋର୍ଟାଣ୍ଟ କଥାଟେ ପଚାରିବ ଆଇଲି ମୁଁ। ଏବେ କି ଇମ୍ପୋର୍ଟାଣ୍ଟ ଯାଇଥିଲି ସେ କଥା ହବ? ସାଙ୍ଗ ଘରକୁ ଯାଇଥିଲି ଯେ କାଲି, ହୁଁ ତାଙ୍କର ପୁଅ ପାଇଁ ଗୋଟେ ପ୍ରସ୍ତାବ ଆସିଥିଲା ହେଲା, ମ୍ୟାରେଜ ପାଇଁ। ମ୍ୟାରେଜ ପାଇଁ। ଓହୋ। ହେଲେ ସେ ଝିଅ ଘର ଆସିଥିଲେ, ମିଡିଏଟର ଟା ଆସିଥିଲା, ସିଏ ଝିଅ ପଚାରିଲା। ଘର ଆସିଥିଲା ନା ଝିଅର ପ୍ରସ୍ତାବ ଧରି ମିଡିଏଟର ଝିଅର ଆସିଥିଲା? ପ୍ରସ୍ତାବ ଧରି ସେ ମିଡିଏଟର, ହଁ। ଆଚ୍ଛା ଆଚ୍ଛା ହଁ। ହେଲେ ପଚାରିଲେ ଆଉ ତମର ପୁଅ କଣ କରୁଛି କହିଲାରୁ ତା ପଚାରିବା। ହଁ। ହେଲେ ମୁଁ ବସିଥିଲି ତ, ତାଙ୍କେ କହିଲେ ମୋ ପୁଅ ଗୋଟେ ବଡ ଇନଫ୍ଲୁଏନ୍ସର। ଇନଫ୍ଲୁଏନ୍ସର। ହଁ ଆଚ୍ଛା। ହେଲା। ହେଲେ ମୁଁ ତ ଜାଣିଛି ଡକ୍ଟର, ଇଞ୍ଜିନିୟର, ଟିଚର, ଏ ସବୁ ଯାକ ତ ଅଛି ଜାଣିଛି। ଇନଫ୍ଲୁଏନ୍ସର କଣ ଚାକିରିଟା, ଏଇଟା ମୁଁ ଆଉ ତାଙ୍କୁ କଣ ଇନଫ୍ଲୁଏନ୍ସର। ପଚାରି, ତାଙ୍କୁ ଭାବିବେ ନା ମୂର୍ଖଟା କିଛି ବୁଝୁନି ବୋଲି। ସେଥିଲାଗି ମୁଁ ପଚାର। ଆଇଲି କାଲିଠୁ ହେଲା ଭାବୁଛି କଣଟା ପଚାରି ଯେ ସେଇଟା ପଚାରି ଯେ କଣ ମ ସେଇଟା। ଇନଫ୍ଲୁଏନ୍ସର ବୋଇଲେ ହୁଁ ଆମର ଯୋଉ ସୋସିଆଲ ମିଡିଆ ଯାକ ଅଛି ନାଇଁ କି, ହଁ ଫେସବୁକ ହେଲା, ଇନଷ୍ଟାଗ୍ରାମ ହେଲା, ହଁ ଏସବୁରେ ନେଇକି ଦେଖୁଥିବ ସବୁ ଯାକ ଆଡଭର୍ଟାଇଜ କରୁଛନ୍ତି। ହଁ 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 ସେମାନେ କହୁଛନ୍ତି ଏ ହୋଟେଲରେ ଖାଇବା ଭଲ, ଏ ହୋଟେଲର ରୁମ ଭଲ, ରୁମ ସର୍ଭିସ ଭଲ। ଏସବୁ କହୁନାହାନ୍ତି କି ଏ ଦୋକାନରେ ଏଇ ଜିନିଷ ଯାକ ମିଳୁଛି, ଫ୍ରିଜ ଟିଭି ସବୁ ଏଇ ଜିନିଷ ହୁଁ ହୁଁ ମିଳୁଛି। ହୁଁ ହୁଁ ତାଙ୍କ କଥା ଶୁଣିକିରି ଆମେ ଯାଉଛେ, ହୁଁ। ନାଇଁ ସେଠି ଭଲ ଅଛି, ହୋଟେଲ ଭଲ ଅଛି, ସେଠି ଖାଇକି ଦେଖିବା। ସେମାନେ ଇନଫ୍ଲୁଏନ୍ସ କରୁଛନ୍ତି ବୋଲେ ଆମକୁ, ଆମ ଉପରେ ପ୍ରଭାବ ପକାଉଛନ୍ତି, ଭଲ ଭଲ ଜିନିଷ ଆମକୁ ଜଣାଉଛନ୍ତି। ଓହୋ ହେଲେ ତ ହେଲେ ହଁ ସେମାନେ ହଉଛନ୍ତି ଇନଫ୍ଲୁଏନ୍ସର। ହଁ ଆଉ ଯୋଉ ଚାକିରି କଥା କହିଲ ନା କି, ସେଟା ଚାକିରି ନାହିଁ, କିନ୍ତୁ ତାଙ୍କୁ ଯଦି ଭଲ ଫଲୋର ଅଛି ବୋଲେ ହଁ ତାଙ୍କୁ ବଢିଆ ପଇସା ମିଳିବ। ପଇସା ମିଳୁଥିବ। ହଁ ଫଲୋର ଥିବ ଯଦି, ଏତେ ଥିବ ଟିକେ ହଁ ବଢିଆ ପଇସା ମିଳିବ। ଓ ହେଲେ ମୁଁ ତ ଗୋଟେ ବଡ ଇନଫ୍ଲୁଏନ୍ସର। କଣ ହେଲା? ମୁଁ ତମେ ହଁ ଆହୁରି ଇନଫ୍ଲୁଏନ୍ସର? ହଁ ତମେ କେମିତି ଇନଫ୍ଲୁଏନ୍ସର? କି ଭଲ କଥା କହୁଛ ତମେ ଗୋଟେ। କାହିଁକି ହେବିନି? ମୁଣ୍ଡ ଠିକ ନାହିଁ କି? ଏବେ ତ ମୁଣ୍ଡ ଠିକ ତମେ ଅଛି। ତ ଫେସବୁକ ରେ ନାଅ କି ଇନଷ୍ଟାରେ ନାଅ, କୋଉ ସୋସିଆଲ ଏବେ ମିଡିଆର ଏସ୍ ଅକ୍ଷର ଜାଣିନ, ତମେ କି ଜାଣିଲେ ଇନଫ୍ଲୁଏନ୍ସର? କଣ ହେଲା, ମୁଁ କହୁଛି ଶୁଣ ମ। ହଁ ଏବେ ତମ ସାଥିରେ ମାର୍କେଟ ଯାଉଛି, ହଁ ଗଲେ ଏବେ ସାର୍ଟଟେ କିଣିବାର ଥିବ, ହଁ ତମେ ପଚାରୁଛ କୋଉଟା ଭଲ ଲାଗୁଛି, ମୁଁ କହୁଛି ନା ବାଛୁଛି ନା ଏଇଟା ଭଲ ଲାଗୁଛି ମ କିଣ, କହିଲେ ତମେ କିଣୁଛ। ତାପରେ କଣ ଖାଇବା, ଆଜି କଣ ଖାଇବ ମ କହିଲେ ତମେ କହିବ ନା ଏଇଟା, ନାଇଁ ମ ଏଇଟା ଖାଇବା ମ ଏଇଟା, କହିଲେ ତମେ କହୁଛ ହଁ ହଁ ସେଇଟା ଖାଇବା ଭଲ ଅଛି। ହୁଁ ତାପରେ ପରିବା ପାଖକୁ ଗଲେ ହଁ ତମେ ଆଉ ଗୋଟେ ବାଛିଲା, ମୁଁ କହୁଛି ନାଇଁ ସେ ପରିବା ନାଇଁ, ଏ ପରିବାଟା ନବା। ଠିକ ଠିକ ଆମ କଥା ମାନୁଛ ନା। ସେଥିଲାଗି ତମେ ହେଲା ଇନଫ୍ଲୁଏନ୍ସର ଆମେ କି? ଇନଫ୍ଲୁଏନ୍ସର ନା, ଆମ ଉପରେ ପ୍ରଭାବ ପକେଇକି ରଖିଛୁ ରଖିଛନ୍ତି। ସେଟା ଇନଫ୍ଲୁଏନ୍ସର। ଯେତିକି ବିବାହିତ ସ୍ତ୍ରୀ ସବୁ ଇନଫ୍ଲୁଏନ୍ସର ଗୋଟେ ଗୋଟେ। ଯେ ଆଚ୍ଛା ଏତିକି ଗୋଟେ ଦୁଃଖ ଯେ ତାଙ୍କ ମାନଙ୍କୁ ପଇସା ମିଳିଛି, ଆମକୁ ପଇସା ମିଳୁନି। କଣ ହେଲା? ତମକୁ ପଇସା ମିଳୁନି, ତମ ମାନଙ୍କୁ କୋଉଠି ପଇସା? ମାସ ପୁରିଲେ ବାବୁ କାଟାଟେ ଧରି ଦଉଛ। ଏଇଟା ତ ମାସିକିଆ, ତାଙ୍କର ଆହୁରି ସେ ଇନଫ୍ଲୁଏନ୍ସର ମାନଙ୍କର କେବେ କମ ଆସିବ, କେବେ ବେଶୀ ଆସିବ, ସେମିତି। ହୁଁ ତମର ତ ଲେଖା ଜୋଖା ଅଛି ଯେ ଏତିକି ପଇସା ଆଇବରେ ବାବୁ ବୋଲିକି। ହୁଁ ମଝିରେ ଆହୁରି ବୋନସ ମିଳୁଛି ତମ ମାନଙ୍କୁ। କୋଉଠି ବୋନସ ଟା ମିଳିଯାଉଛି? ଆମର ଯୋଉ ପକେଟ ରୁ ଚୁରେଇକି ନେଇଥାଉଛ ପଇସା ଯାକ, ହଁ ସେଇଟା ଯାକ ବୋନସ ଯାକ। ଗୋଟେ ଛାଡ, ସେଇଟା ପୁଣି ବୋନସ। ଏ ଯେ ତମକୁ ଏବେ ଆଉ ତମେ କାହାକୁ ହାଉସ ୱାଇଫ ବୋଲି କହିବ ନାଇଁ ନାହିଁ। ନାଇଁ ଲାଜ ଲାଗୁଥିଲା ନା, ସମସ୍ତେ ପଚାରିଲେ କହୁଥିଲି ନା ମୁଁ ନାଇଁ ହାଉସ ହାଉସ ୱାଇଫ। ୱାଇଫ। ଏବେ ଆଉ ହାଉସ ୱାଇଫ କଣ ଏବେ କହିବି, ବୋଲିବ ତ? ମୁଁ ଗୋଟେ ବି ମୁଁ ଇନଫ୍ଲୁଏନ୍ସର ବୋଲି କହିବି। ଇନଫ୍ଲୁଏନ୍ସର ବୋଲି କହିବ କି? ହଁ ଆଉ ଚା ଟିକେ ହଁ ଆଣିଦିଅ ଯା। ଚା ଟିକେ ଆଣିଦି ନା। ହଁ ଯା। ଇଏ ଆଉ କଣ କହୁଥିଲି, ପକୁଡି ଟିକେ ଖାଇବ ମ। ପକୁଡି କି? ନାଇଁ ତମର ପରା ପେଟ ଖରାପ ହେଇଯାଉଛି ପକୁଡି ଖାଇଲେ। କହିକି ରୁହ ଚା ପଳେଇବା। ଆଣୁଛି। କହିକି ପଳେଇବାରେ କି ବାଦ, ମୁଇଁ କେତେବେଳେ କହିଲି ପକୁଡି ଖାଇଲେ ମୋର ପେଟ ଖରାପ ହଉଛି ବୋଲି କି? ମାତ୍ର କେଡେ ଗୋଟେ କଥା ଗୋଟେ କହିଲା ନାଇଁ କେ? ମାଇକିନା ମାନେ ଅଡରା ପାଇଁ ଇନଫ୍ଲୁଏନ୍ସର ତାଙ୍କେ ଯୋଉଟା କହିଲେ ସେଟା ଠିକ ମାନିବାକୁ ପଡିବ ରେ ବାବୁ। କି ବୁଦ୍ଧି କି ବ୍ରେନ ବୋଇଲେ ଗୋଟେ ବଡ ବୋଲେ ନାଇଁ କି, ବଡ ସେଲ୍ୟୁଟ।